ସମୟ ଦେଖାଯାଏନି କିନ୍ତୁ ବହୁତ କିଛି ଦେଖେଇ ଦିଏ। ଯଦି ସମୟ ହିସାବରେ ନ ଚାଲି ପାରିଲ ତେବେ କେବଳ ଅଫସୋସ ହିଁ ରହିବ। ଯିଏ ସମୟକୁ ସମୟ ଥାଉ ଥାଉ ବୁଝିଗଲା ତାଙ୍କୁ ସଫଳ ହେବାରୁ କେହି ରୋକିପାରିବେ ନାହିଁ। କାରଣ ପ୍ରାୟତଃ ଏପରି ହୋଇଥାଏ, ସମୟ ବେଳେ କିଛି କରିବାକୁ ମନ ହୁଏ ନା, ଆଉ ସମୟ ସରିଗଲେ କରିବାକୁ ଆଉ କିଛି ବଞ୍ଚେ ନା। ଯେପରି ମନ ସେପରି କର୍ମ, ଯେପରି କର୍ମ ସେପରି ଭାଗ୍ୟ। କିନ୍ତୁ ମତି ବଦଳାନ୍ତୁ, ଜୀବନର ଗତି ବଦଳିଯିବ। ମନ ଶରୀରର ସେହି ଅଂଶ ହୋଇଥାଏ ଯାହା ଦେଖାଯାଏନି କିନ୍ତୁ ସମ୍ପୂର୍ଣ୍ଣ ଶରୀର ଉପରେ ଅଧିକାର କମେଇ ବସିଥାଏ। ଆଜି ଗୁପଚୁପ୍ ଖାଇବାକୁ ଇଚ୍ଛା ହେଉଛି, ଆଜି ଫିଲ୍ମ ଦେଖିବାକୁ ଇଚ୍ଛା ହେଉଛି, ଆଜି ମଦ ପିଇବାକୁ ଇଚ୍ଛା ହେଉଛି, ତ ଏସବୁ ମନର ହିଁ ଇଚ୍ଛା ହୋଇଥାଏ, ଯାହାକୁ ଆମେ କେବେ ପେଟର ଭୋକ କହିଥାଉ ତ ପୁଣି କେବେ ଜିଭର ଶୋଷ କହିଥାଉ। ବନ୍ଧୁ, ସେ ହିଁ ମନ ହୋଇଥାଏ ଯିଏ ଆମକୁ ପାପ କରିବାକୁ ବାଧ୍ୟ କରିଥାଏ, ଆଉ ସେ ହିଁ ମନ ହୋଇଥାଏ ଯିଏ ଅନ୍ୟକୁ ସାହାଯ୍ୟ କରିବାକୁ କହିଥାଏ। ଆଉ ଯଦି ମନକୁ ବାନ୍ଧିବା ଶିଖିଗଲ ତେବେ ତୁମେ ଦୁନିଆ ତୁମ ହାତରେ। ଭଗବାନ ଶ୍ରୀକୃଷ୍ଣ ବି କୁହନ୍ତି, ଯଦି ତୁମେ ମନ ଅଧୀନରେ ରହିଯାଅ ତେବେ ତୁମେ ତାହା କେବେ ପ୍ରାପ୍ତ କରିପାରିବ ନାହିଁ ଯାହା ତୁମ ଜୀବନକୁ ସାର୍ଥକ କରିପାରିବ। ବୁଦ୍ଧିର ଶିକୁଳିରେ ମନକୁ ବିଚାରର ତାଲା ପକାଇ ବିବେକ ଭିତରେ ବନ୍ଦୀ କରିବା ଶିଖିଯାଅ, ଦେଖିବ ମନ କେବେ ଅମାନିଆ ହେବ ନାହିଁ। ପିଲାବେଳେ ଗୋଟିଏ କଇଁଛ ଏବଂ ଠେକୁଆ ଗପ ନିଶ୍ଚୟ ଶୁଣିଥିବେ ବା ପଢ଼ିଥିବେ। କଇଁଛ ଧୀରେ ଧୀରେ ଚାଲି ମଧ୍ୟ କିପରି ଲକ୍ଷ୍ୟସ୍ଥଳରେ ପହଞ୍ଚିଥିଲା ଏବଂ ଠେକୁଆ ଦୌଡ଼ି ଦୌଡ଼ି ମଧ୍ୟ କଇଁଛଠାରୁ ହାରିଥିଲା। ଏହାର ଗୋଟିଏ ଅର୍ଥ ତ ଏହା କି ଅଳସୁଆ ଲୋକ ସବୁବେଳେ ପଛୁଆ ରହିଯାଏ। ତେବେ ଏହି ଗପର ଆଉ ଗୋଟିଏ ଅର୍ଥ ଆଜି ମୁଁ ଆପଣମାନଙ୍କୁ ଜଣାଉଛି। ମଣିଷ ଅଳସୁଆ ହେବା ବା ରାସ୍ତାରେ ଥକି ପଡ଼ିବା ଏହାର ମାତ୍ର ଗୋଟିଏ କାରଣ, ମନକୁ ଟିକେ ବିଶ୍ରାମ ଦରକାର। ଶରୀରର ଆବଶ୍ୟକତା ମଧ୍ୟ ବିଶ୍ରାମ ହୋଇଥାଏ, କିନ୍ତୁ ବିଶ୍ରାମ କରିବାର ଅର୍ଥ ଏହା ନୁହେଁ କି ଲକ୍ଷ୍ୟସ୍ଥଳକୁ ସମ୍ପୂର୍ଣ୍ଣ ଅଣଦେଖା କରିଦେବା। ଯଦି ଏପରି କଇଁଛ ବି ଭାବିଥାନ୍ତା, ମୁଁ ଚାଲି ଚାଲି ଥକି ଗଲିଣି, ଯାଉଛି ଟିକେ ଆରାମ କରିନେବି, ତେବେ ସିଏ ମଧ୍ୟ କେବେ ଜିତି ନଥାନ୍ତା। କିନ୍ତୁ ସିଏ ବୁଦ୍ଧି ଏବଂ ବିବେକର ଶୁଣିଲା, ଧୀରେ ଧୀରେ ଚାଲିଲା, ଯାହାଦ୍ୱାରା ତାକୁ ଥକା ମଧ୍ୟ ଲାଗିଲା ନାହିଁ। କାରଣ ତା ଆଖି ଆଗରେ କେବଳ ଲକ୍ଷ୍ୟସ୍ଥଳ ହିଁ ଥିଲା। ସେ ତା ମନକୁ ବିଶ୍ରାମ କଥା ଆସିବାକୁ ଦେଇ ହିଁ ନଥିଲା। ଦର୍ଶକ ବନ୍ଧୁ, ମଣିଷ ଦୁଇ ପ୍ରକାରର ହୋଇଥାନ୍ତି। 500 ମିଟର ଦୌଡ଼ ପ୍ରତିଯୋଗିତାରେ ଆରମ୍ଭରୁ ତୀବ୍ର ଦୌଡ଼ୁଥିବା ପିଲା ଶେଷରେ ହାଲିଆ ହୋଇ ପଛରେ ରହିଯାଏ ଏବଂ ଜିତେ ସିଏ ଧୀରେ ଧୀରେ ପାଦର ଗତିକୁ ତୀବ୍ର କରିଥାଏ। ଅର୍ଥାତ୍ ଜିତିବା ପାଇଁ କେବଳ ଶାରୀରିକ ଶକ୍ତି ନୁହେଁ, ବରଂ ଉଚିତ ବୁଦ୍ଧିଶକ୍ତିର ପ୍ରୟୋଗ କରିବା ଅଧିକ ଜରୁରୀ। ମୋତେ ଜିତିବାକୁ ହିଁ ପଡ଼ିବ, ଏହା ଜିଦି ହୋଇଥାଏ। ମୁଁ ନିଶ୍ଚୟ ଜିତିବି, ଏହା ଆତ୍ମବିଶ୍ୱାସ ହୋଇଥାଏ। ମୋତେ କେହି ହରାଇ ପାରିବେ ନାହିଁ, ଏହା ଅତି ବିଶ୍ୱାସ ହୋଇଥାଏ। ବେଳେବେଳେ ଏହି ଅତି ବିଶ୍ୱାସ ମଧ୍ୟ ହାରିବା ପାଇଁ ବଡ଼ କାରଣ ବି ହୋଇଥାଏ। ସେଥିପାଇଁ ମନକୁ ସମ୍ଭାଳନ୍ତୁ, ବୁଦ୍ଧିର ଯଥେଷ୍ଟ ପ୍ରୟୋଗ କରନ୍ତୁ, ବିଚାର ଦ୍ୱାରା ନିର୍ଣ୍ଣୟ ନିଅନ୍ତୁ। ଦେଖିବେ କେବେ ଆପଣଙ୍କୁ ଚିନ୍ତା ଛୁଇଁବ ନାହିଁ, କେବେ ଦୁଃଖ ଆସିବ ନାହିଁ। ଅଯଥା ଭାବନାଠାରୁ ଆପଣ ବଞ୍ଚିପାରିବେ। ଚଢ଼େଇଟିଏ ଆକାଶରେ ଉଡ଼ୁଥାଏ, ଏ ଡାଳରୁ ସେ ଡାଳ ମନ ଖୁସିରେ ଉଡ଼ୁଥାଏ। ହଠାତ୍ ଝଡ଼ ହେବାକୁ ଲାଗିଲା, ଶୁଖିଲା ପତ୍ର ଆଉ ଧୂଳିକଣା ସମ୍ପୂର୍ଣ୍ଣ ପରିବେଶକୁ ଅନ୍ଧକାର କରିଦେଇଥାଏ। ଚଢ଼େଇଟି କିନ୍ତୁ ଡରି ନଥାଏ, ଉଡ଼ି ଚାଲିଥାଏ। ସେହି ଝଡ଼ ପବନ ପାରି କରି ସେ ଆଗକୁ ଆଗକୁ ବଢ଼ି ଚାଲିଥାଏ। ଏତେ ବଡ଼ ଘୂର୍ଣ୍ଣିଝଡ଼ ମଧ୍ୟ ତାର ଉଡ଼ିବାର ବାଧା ଦେଇ ପାରୁନଥିଲା, କାରଣ ସେହି ଚଢ଼େଇଟିର ନିଜ ଡେଣା ଉପରେ ଯଥେଷ୍ଟ ଭରସା ଥିଲା। ଯେବେ ଯେବେ କୌଣସି ପରିସ୍ଥିତି ଆପଣଙ୍କ ଭିତରୁ ଭାଙ୍ଗିବାକୁ ଲାଗିବ, ସେତେବେଳେ ଏତିକି ନିଶ୍ଚୟ ଭାବିବ, ମୁଁ ମଣିଷ ଜନ୍ମ ପାଇଛି, ଦୁଃଖ ସୁଖ ସବୁ ମୋ ସହ ରହିବ, ମୁଁ ଏମାନଙ୍କୁ ଅଣଦେଖା କରି ବଞ୍ଚିପାରିବି ନାହିଁ। ଆଜି ଯଦି ଦୁଃଖର ସମୟ ଅଛି ତେବେ କାଲିକୁ ସୁଖ ନିଶ୍ଚୟ ଆସିବ, କିନ୍ତୁ ବିନା ସଂଘର୍ଷରେ ମୁଁ କେମିତି ବଞ୍ଚିବି? ଯେପରି ଚଢ଼େଇଟିର ନିଜ ଡେଣା ଉପରେ ବିଶ୍ୱାସ ଥିଲା, ସେହିପରି ମୋତେ ବି ମୋ କର୍ମ ଉପରେ ବିଶ୍ୱାସ କରିବାକୁ ପଡ଼ିବ। ଯେବେ ଯେବେ ଲାଗିବ ଆଉ କିଛି ରାସ୍ତା ନାହିଁ, ସେତେବେଳେ ଭାବିବ ଭଗବାନ ଏବେ ପରୀକ୍ଷା ନେଉଛନ୍ତି। ସେ ଜାଣିବାକୁ ଚାହୁଁଛନ୍ତି
ମୁଁ ବିଶ୍ୱାସର ସହ ସାହସର ସହ ଏତେ ପରିସ୍ଥିତିକୁ କିପରି ମୁକାବିଲା କରୁଛି। ଭଗବାନ ଦେଖିବାକୁ ଚାହାନ୍ତି ମୁଁ କିପରି ନିଜ ବୁଦ୍ଧି ବଳରେ ନୂଆ ରାସ୍ତା ବାହାର କରୁଛି। ଗର୍ବ, ଅଭିମାନ ଆଉ ଅହଙ୍କାର, ଏହି ତିନୋଟି ଶବ୍ଦ ଶୁଣିବାକୁ ଏକା ଭଳି ଲାଗୁଥିବେ, ପରନ୍ତୁ ବୁଝିଗଲେ ଏହି ତିନୋଟିର ଅର୍ଥ ଭିନ୍ନ ହୋଇଥାଏ ଆଉ ପରିଣାମ ବି ଭିନ୍ନ ହୋଇଥାଏ। ଏହି ତିନୋଟିର ଆରମ୍ଭ ନିଜକୁ ଅତି ମାତ୍ରାରେ ଭଲ ପାଇଲେ ହୋଇଥାଏ। କଠୋର ପରିଶ୍ରମ ଆମ ହୃଦୟରେ ଗର୍ବ ସଞ୍ଚାର କରିଥାଏ ଆଉ ସଫଳତା ଆମ ହୃଦୟରେ ଅଭିମାନ ସଞ୍ଚାର କରିଥାଏ। ଏପର୍ଯ୍ୟନ୍ତ ତ ଠିକ୍ ଅଛି, ପରନ୍ତୁ ଯେବେ ଏହି ଅନୁଭବ ଅହଙ୍କାରରେ ପରିଣତ ହୋଇଯାଏ ସେତେବେଳେ ସମସ୍ୟା ଆସିଥାଏ ଏବଂ ଏହାର ପରିଣାମ ବି ଭୋଗିବାକୁ ପଡ଼ିଥାଏ। କାରଣ ସବୁଠାରୁ ବଡ଼ ଅନ୍ତ ଅହଙ୍କାରର ହିଁ ହୋଇଥାଏ। ଆମକୁ ତାଙ୍କ ସହ ମିଶିବା ଦରକାର ଯିଏ ଆମକୁ ଉନ୍ନତି ପଥରେ ନେଇଯିବ, ତାଙ୍କ ସହ ନୁହେଁ ଯିଏ କେବଳ ଟାଇମ୍ ପାସ୍ କରିବ। ମଦୁଆକୁ ନିଶାଖୋର ମଣିଷ ସହ ବସ୍ ଆଉଟ୍ କରିବାକୁ ଭଲ ଲାଗେ, କାରଣ ଜଣେ ନିଶାଖିଆ ସବୁବେଳେ ନିଶାର ପ୍ରଶଂସା କରିବ, କେବେ ତାକୁ ନିନ୍ଦିବ ନାହିଁ। ସେହିପରି ଆମେ ଯଦି ଖରାପ ମଣିଷଙ୍କ ସହ ମିଶୁ ଆମେ ତାଙ୍କ ଭଳି ହେବାକୁ ଲାଗିବା, କାରଣ ଖରାପ ଲୋକ ଖରାପ କର୍ମକୁ ପ୍ରଶଂସା କରିବ, କେବେ ଭଲକୁ ଭଲ କହିବ ନାହିଁ। କାରଣ ସେମାନଙ୍କ ପାଖରେ ସବୁ କଥାର ଉତ୍ତର ଥିବ, ସବୁ ଯୁକ୍ତି ପାଇଁ ତର୍କ ଥିବ। ଜଣେ ଖରାପ ମଣିଷ ଏହା ଚାହିଁଥାଏ କି ସମସ୍ତେ ଖରାପ ହୋଇଯାଆନ୍ତୁ। ଯଦି କେହି ଭଲ ହିଁ ବଞ୍ଚିବେ ନାହିଁ ତେବେ ତାଙ୍କୁ ଭୁଲ କହିବାକୁ ଆଉ କେହି ନଥିବେ। ଆମେ ଦିନରେ ଯେଉଁ 5 ଜଣଙ୍କ ସହ ମିଶୁ ଆମେ ମଧ୍ୟ ଧୀରେ ଧୀରେ ସେମାନଙ୍କ ପରି ହୋଇଯାଇଥାଉ। ସେଥିପାଇଁ ଚେଷ୍ଟା କରନ୍ତୁ ଭଲ ଲୋକଙ୍କ ସହ ମିଶିବା ପାଇଁ, ଯିଏ ଆପଣଙ୍କୁ ଜିତିବାରେ ସାହାଯ୍ୟ କରିଥିବ। ସିଏ ନୁହେଁ ଯିଏ ମୁହଁରେ ପ୍ରଶଂସା କରୁଥିବ କିନ୍ତୁ ଆମର ପଛପଟୁ ଗୋଡ଼ ଟାଣୁଥିବ। ମରିବା ପରେ ଇଜ୍ଜତ, ଗୋଇଠା ପରେ ବିଷ୍ଣୁ, ଆଉ ଧୋକା ଦେଲା ପରେ କ୍ଷମା ମାଗିବାରେ କୌଣସି ମୂଲ୍ୟ ହିଁ ନଥାଏ। ଆମ ଜୀବନରେ ଘଟୁଥିବା ପ୍ରତ୍ୟେକଟି ଘଟଣା ପାଇଁ ଆମେ ନିଜେ ହିଁ ଦାୟୀ। ଏହି କଥାକୁ ଯେତେ ଜଲ୍ଦି ବୁଝିନେବା ଆମ ପାଇଁ ସେତେ ଭଲ ହେବ। ଏ ଲୁହ ବି ବିଚିତ୍ର, ଖୁସିରେ ବି ଆସିଯାଏ ପୁଣି ଦୁଃଖରେ ବି ଆସିଯାଏ। ଲୁହକୁ ବୁଝୁଥିବା ମଣିଷ ପାଇଁ ଏହା ମୁକ୍ତା ପରି ମଣି, ଆଉ ନ ବୁଝୁଥିବା ମଣିଷ ପାଇଁ ଏହା କେବଳ ପାଣି। କାହାକୁ ଛୋଟ ଭାବିବାର ଭୁଲ କରନ୍ତୁନି। ଗୋଟିଏ ଛୋଟ ପିମ୍ପୁଡ଼ି ହାତୀକୁ କାମୁଡ଼ି ପାରିବ, କିନ୍ତୁ ଗୋଟିଏ ହାତୀ ଛୋଟ ପିମ୍ପୁଡ଼ିକୁ ମଧ୍ୟ କାମୁଡ଼ି ପାରିବ ନାହିଁ। ସାମ୍ନା ଲୋକକୁ ଦେଖି ତାଙ୍କର ଶକ୍ତି ଆକଳନ କରନ୍ତୁ ନାହିଁ। ଏମିତି ବି କାର୍ଯ୍ୟ ଅଛି ଯାହାକୁ ସିଏ ତ ସଫଳତାପୂର୍ବକ କରିପାରିବେ କିନ୍ତୁ ଆପଣ ପାରିବେ ନାହିଁ। ପ୍ରେମ ଏକ ବିଚିତ୍ର ସମ୍ପର୍କ, ବାସ୍ ଏଥିରେ ସ୍ୱାର୍ଥ ରଖି କିଛି ଲୋକ ହୃଦୟ ସହ ଖେଳି ନିଅନ୍ତି। ଯେଉଁ ଝିଅ ସତରେ କାହାକୁ ଭଲ ପାଇବ ସେ କେବେ କହିବ ନାହିଁ କି ମୋର ଦାମୀ ଉପହାର ଦରକାର। ସେ ତ ଏତିକି ଚାହିଁବ ଯେମିତି ତାର ପ୍ରେମୀ ତାକୁ ସମ୍ମାନ ଦେଉ, ତାକୁ ଆଦର କରୁ, ବିପଦ ସମୟରେ ସାଥ ଦେଉ ଆଉ ଆତ୍ମୀୟତା ରଖୁ। ଆଶା କରୁଛି ଆପଣଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଥିବ। ଯଦି ଆପଣଙ୍କୁ ଭଲ ଲାଗୁଥାଏ ତାହେଲେ ନିଶ୍ଚୟ ଲାଇକ୍, କମେଣ୍ଟ, ସେୟାର, ସବସ୍କ୍ରାଇବ୍ କରିବାକୁ ଜମା ବି ଭୁଲିବେ ନାହିଁ। ଜୟ ଶ୍ରୀ କୃଷ୍ଣ।